ଦର୍ଶକ ବନ୍ଧୁ, ମୁଁ ଆଜି ରୋଷେଇ ଘର ବିଷୟରେ କହିବି। ରୋଷେଇ ଘରକୁ ଘରେ ଯେଉଁ ଜିନିଷ ରଖିବେ ତାହା କେଉଁ ଦିଗରେ ରଖିଲେ, କିପରି ସଜାଡ଼ିକି ରଖିଲେ ବାସ୍ତୁ ଦୋଷ ଲାଗେ ନାହିଁ, ସେହି ବିଷୟରେ ମୁଁ କହିବାକୁ ଯାଉଛି। ରୋଷେଇ ଘରେ ଷ୍ଟୋଭ, ଗ୍ୟାସ୍, ଚୁଲା ଆଦି ରଖିବା ପାଇଁ ଦକ୍ଷିଣ ପୂର୍ବ ଯଥା ଆଗ୍ନେୟ କୋଣରେ ବ୍ୟବସ୍ଥା କରିବା ଉଚିତ। ଏସବୁ ରଖିବା ପାଇଁ ଉଚ୍ଚା ଜାଗାର ବ୍ୟବସ୍ଥା ପୂର୍ବ ଓ ଦକ୍ଷିଣ କାନ୍ଥଠାରୁ 1ରୁ 3 ଇଞ୍ଚ ଛାଡ଼ିକି ରଖିବ। ପ୍ରବେଶ ଦ୍ୱାର ଠିକ୍ ମଧ୍ୟ ଗ୍ୟାସ୍ ଚୁଲା ରଖିବ ନାହିଁ। ପୂର୍ବୋକ୍ତ ଉଚ୍ଚା ଜାଗାକୁ ଲଗେଇ ଆଉ ଗୋଟିଏ ଏଲ୍ ଆକାରର ପ୍ଲାଟଫର୍ମ ଦକ୍ଷିଣ କାନ୍ଥ ପାଖରେ ରଖି ସେଠାରେ ମାଇକ୍ରୋ ଓଭନ୍, ମିକ୍ସଚର ଗ୍ରାଇଣ୍ଡର ଆଦି ରଖିବ। ରୋଷେଇ କରିବା ବେଳେ ମୁହଁ ପୂର୍ବ ପାଖକୁ ରଖିବ। ଗହମ, ଡାଲି, ଚାଉଳ, ମସଲା ଆଦି ଦକ୍ଷିଣ କିମ୍ବା ପଶ୍ଚିମ କଡ଼କୁ ରଖିବ। ମତାନ୍ତର ଦକ୍ଷିଣ ପୂର୍ବ ଭାଗରେ ମଧ୍ୟ ରଖାଯାଇପାରେ। ହାଲକା ବସ୍ତୁ ସବୁ ପୂର୍ବ କିମ୍ବା ଉତ୍ତର କଡ଼କୁ ରଖିପାର। ୱାସିଂ ବେସିନ୍ ଉତ୍ତର ପୂର୍ବ କୋଣରେ ରଖିବ। ଡାଇନିଂ ଟେବୁଲ ରୋଷେଇ ଘରେ ପକାଇବାକୁ ଚାହିଁଲେ ଏହା ଉତ୍ତର ପଶ୍ଚିମ କିମ୍ବା ପଶ୍ଚିମ କଡ଼କୁ ପକାଇବ। ଫ୍ରିଜ୍ ରଖିବାକୁ ଚାହିଁଲେ ରୋଷେଇ ଘରର ଦକ୍ଷିଣ ପୂର୍ବ, ଦକ୍ଷିଣ ପଶ୍ଚିମ କିମ୍ବା ଉତ୍ତର କଡ଼ରେ ରଖିବ। ଏହାକୁ ଦକ୍ଷିଣ ପଶ୍ଚିମ କୋଣରେ ରଖିବାକୁ ଚାହିଁଲେ ଏହି କୋଣରୁ ଗୋଟିଏ ଫୁଟ ଖାଲି ଜାଗା ଛାଡ଼ି ଏହାକୁ ରଖିବ, ଅନ୍ୟଥା ଏହା ସବୁବେଳେ ଖରାପ ହେଉଥିବ। ପାନୀୟ ଜଳ ପାତ୍ର ଚଟାଣରେ ପୂର୍ବ କିମ୍ବା ଉତ୍ତର କଡ଼ କାନ୍ଥକୁ ନ ଲଗାଇ ରଖିବ। ପୁରାପୁରି ଉତ୍ତର ପୂର୍ବ କୋଣରେ ଲଗାଇ ରଖିବ ନାହିଁ, କିନ୍ତୁ ଫିଲ୍ଟର କିମ୍ବା ଜଳପାତ୍ର ଦକ୍ଷିଣ ପଶ୍ଚିମ କଡ଼ରେ ରଖିବାକୁ ଚାହିଁଲେ ଚଟାଣରେ ନ ରଖି କୌଣସି ଉଚ୍ଚା ଜାଗା ଉପରେ ରଖିବ। ଦକ୍ଷିଣ ପଶ୍ଚିମ କଡ଼ରେ ରୋଷେଇ ଘର ବ୍ୟବହାର ପାଇଁ ମାପ ଓ ଓଜନ ଯନ୍ତ୍ର ରଖିପାର। ରୋଷେଇ ଘରର ମଇଳା ପାଣି ସବୁବେଳେ ପୂର୍ବ ଓ ଉତ୍ତର ଦିଗକୁ ବୋହିଯିବାର ବ୍ୟବସ୍ଥା କରିବ। ରୋଷେଇ ଘରର ରଙ୍ଗ ହଳଦିଆ, କମଳା, ଗୋଲାପୀ ଓ ଚକୋଲେଟ୍ କିମ୍ବା ଲାଲ ହେବା ଉଚିତ। ଦର୍ଶକ ବନ୍ଧୁ, ଯଦି ଟିପ୍ସଟି ଭଲ ଲାଗିଥାଏ ତାହେଲେ ଭିଡ଼ିଓକୁ ଟିକେ ଲାଇକ୍ କରିବେ, ସେୟାର କରିବେ ଏବଂ ସବସ୍କ୍ରାଇବ୍ କରିବେ। ରହୁଛି। ଜୟ ଜଗନ୍ନାଥ।